ସାବ୍ୟସ୍ତ ହୋଇଅଛି। ଯେପରି ତମର ଦେଖିବ ପ୍ରାକ୍ଟିକାଲ ଏକ୍ଜାମ ହେଲା, ଏ ଷ୍ଟୁଡେଣ୍ଟ ମାନଙ୍କୁ ଆମେ କ'ଣ ଭେଦଭାବ ଆମେ ଦେଖିଥାଉ। ବିଭିନ୍ନ ଶିକ୍ଷକମାନେ ତାଙ୍କର ଫେଭରେଟ୍ ଷ୍ଟୁଡେଣ୍ଟ ହେଲେ କିମ୍ବା ଯେଉଁ ଶିକ୍ଷାର୍ଥୀମାନେ ଭଲ ପଢ଼ୁଛନ୍ତି ତାଙ୍କୁ ପ୍ରାକ୍ଟିକାଲରେ ଅତ୍ୟଧିକ ମାର୍କ ଦେଇଥାନ୍ତି। ସେଥିପାଇଁ ଏହି ଭେଦଭାବ ଦେଖିକିନା ଅନ୍ୟାନ୍ୟ ଷ୍ଟୁଡେଣ୍ଟ ମାନେ କ'ଣ ଡିମୋଟିଭେଟ୍ କିମ୍ବା ପ୍ରୋତ୍ସାହନ ହେଇପାରିନଥାନ୍ତି। ତ ଏଇଟା ବି ଗୋଟେ ତ୍ରୁଟି ରହିଅଛି। ଅଷ୍ଟମ ହେଲା ସମୟ ସାପେକ୍ଷ ଓ ଖର୍ଚ୍ଚ ବହୁଳ। ତମର ଏହି ମୂଲ୍ୟାଙ୍କନ ପାଇଁ ପରୀକ୍ଷା ପତ୍ର ତମର ଆନ୍ସର ସିଟ୍କୁ ମୂଲ୍ୟାଙ୍କନ କରିବା ପାଇଁ ବିଭିନ୍ନ ସମୟ ତା ସହିତ ପରୀକ୍ଷକମାନଙ୍କୁ ଖର୍ଚ୍ଚ ବହୁଳ କରାଯାଇଥାଏ। ଅନେକ ଖର୍ଚ୍ଚ ଦିଆଯାଇଥାଏ, ଯାହାକି ଆମର ସମୟ ବି ନଷ୍ଟ ହେଇଥାଏ ଆଉ ଖର୍ଚ୍ଚ ବି ଅଧିକ ଲାଗିଥାଏ। ଏଇଟା ବି ଗୋଟିଏ ତ୍ରୁଟି ରହିଅଛି। 9th ନମ୍ବର ହେଲା ତମର ଉଦାହରଣ ଉପସ୍ଥାପନ କରିବାର ଦକ୍ଷତାର ଅଭାବ। ଆମର ବର୍ତ୍ତମାନର ଯେଉଁ ପରୀକ୍ଷା ପ୍ରଣାଳୀ ରହିଛି, ବର୍ତ୍ତମାନର ବାସ୍ତବ ଜୀବନ ଅନ୍ତର୍ଗତ କୌଣସି ଉଦାହରଣ ଗୁଡ଼ିକକୁ ଉପସ୍ଥାପନା କରିବା କିମ୍ବା ବର୍ତ୍ତମାନର ବାସ୍ତବ ସମସ୍ୟାକୁ ଉପସ୍ଥାପନ କରିବାରେ ପରୀକ୍ଷାଟି ଅସମର୍ଥ ରହିଅଛି। ତ ଏଇଟା ବି ଗୋଟିଏ ଆମର କ'ଣ ରହିଛି, ଦୁର୍ବଳତା ରହିଅଛି। ଆମେ ନବମ ପଏଣ୍ଟକୁ ଦେଖିବା, ଯାହା ହେଉଛି ଉଦାହରଣ ଉପସ୍ଥାପନ କରିବାର ଦକ୍ଷତାର ଅଭାବ। ଏଠାରେ ଆମର ବିଭିନ୍ନ କ୍ୱେଶ୍ଚନ୍ ଆନ୍ସର ହେଲା ବାସ୍ତବ ଜୀବନକୁ ଉପସ୍ଥାପନା କରିପାରୁନାହିଁ। କେବଳ ଆମର କ'ଣ କରୁଛି, ପୁସ୍ତକ ଅନ୍ତର୍ଗତ ପ୍ରଶ୍ନ ଆଉ ଉତ୍ତରକୁ ଉପସ୍ଥାପନା କରିଥାଏ। ଦଶମ ହେଲା ବୈଧତାର ଅଭାବ। ବୈଧତା ଅଭାବ କହିଲେ ବିଭିନ୍ନ ଶିକ୍ଷାର୍ଥୀମାନଙ୍କର ଜ୍ଞାନକୁ ଆମେ ପରୀକ୍ଷଣ କରିଥାଉ। ଏହି ପରୀକ୍ଷା ଗୁଡ଼ିକ ଆମର ଜ୍ଞାନ କେବଳ ପରୀକ୍ଷା କରିଥାଏ, କିନ୍ତୁ ଶିକ୍ଷାର୍ଥୀମାନଙ୍କର ଏବିଲିଟି, କେପାବିଲିଟି, ତାଙ୍କ ଦକ୍ଷତା, କ୍ଷମତା, ସକ୍ଷମତାକୁ ପରୀକ୍ଷା କରିପାରିନଥାଏ। ଯେଉଁଠିକି ଆମର ଏହି ପରୀକ୍ଷାଟି ତାଙ୍କ ପାଇଁ ଭ୍ୟାଲିଡ୍ ହେଇନଥାଏ, ବୈଧ ହୋଇନଥାଏ। ଏଇଟା ଆମର ପରୀକ୍ଷା ପ୍ରଣାଳୀର ଦୁର୍ବଳତା ରହିଅଛି। ପୁନଶ୍ଚ ଆମର ଖାତା ଦେଖିବାର କୌଶଳ। ବର୍ତ୍ତମାନର ଖାତା ଦେଖିବାର କୌଶଳ କ'ଣ ରହିଛି ପିଲାମାନେ? ଏକ୍ଜାମର ଯେଉଁ ଶିକ୍ଷାର୍ଥୀ ଅଧିକ ପ୍ରଶ୍ନର ଅଧିକ ପର୍ଦ୍ଦ କିମ୍ବା ପେପର ଲେଖିଅଛି ତାକୁ ଅଧିକ ମାର୍କ ଦେଇ ଦେଉଛନ୍ତି। ତ ଏହି କୌଶଳଟି ତ୍ରୁଟିଯୁକ୍ତ ରହିଅଛି। ତାପରେ ଅସନ୍ତୋଷଜନକ ମୂଲ୍ୟାଙ୍କନ। ଶିକ୍ଷାର୍ଥୀମାନେ ଭିନ୍ନ ଭିନ୍ନ ରହିଥାନ୍ତି, ସମସ୍ତଙ୍କର ଆନ୍ସର ଅଲଗା ଅଲଗା ରହିଥାଏ, ଲେଖିବା ପ୍ରଣାଳୀ, ପରିପ୍ରକାଶ କରିବା ପ୍ରଣାଳୀ ମଧ୍ୟ ଭିନ୍ନ ଭିନ୍ନ ରହିଥାଏ। ତେଣୁ କରିକିନା ଆମେ ଇଭାଲ୍ୟୁଏସନ୍ କିମ୍ବା ମୂଲ୍ୟାଙ୍କନ ସମୟରେ ସନ୍ତୋଷଜନକ ହେଇପାରିନଥାଉ। ତାପରେ